ରାଜ୍ୟରେ ଆସନ୍ତା 10 ତାରିଖ ଯାଏଁ ରହିବ କାଳବୈଶାଖୀ ପ୍ରଭାବ। 24 ଘଣ୍ଟା ପାଇଁ 6 ଜିଲ୍ଲାକୁ ଅରେଞ୍ଜ ଆଲର୍ଟ। ରାଜ୍ୟରେ ଆସିଥିବା ସମ୍ପୂର୍ଣ୍ଣ ପାଣିପାଗ ଅପଡେଟ୍। ରାଜ୍ୟରେ ଆସନ୍ତା 10 ତାରିଖ ଯାଏଁ ରହିବ କାଳବୈଶାଖୀ ପ୍ରଭାବ। କାଳବୈଶାଖୀ ଯୋଗୁଁ ଆସନ୍ତା 2 ଦିନ ମଧ୍ୟରେ 2ରୁ 3 ଡିଗ୍ରୀ ତାପମାତ୍ରା ହ୍ରାସ ହେବାର ସମ୍ଭାବନା ରହିଛି। ସେହିପରି ଆସନ୍ତା 24 ଘଣ୍ଟାରେ 6 ଜିଲ୍ଲାକୁ କାଳବୈଶାଖୀ ସତର୍କତା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିସବୁ ଜିଲ୍ଲାଗୁଡ଼ିକ ହେଉଛି କେନ୍ଦୁଝର, ବାଲେଶ୍ୱର, ମୟୂରଭଞ୍ଜ, କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲ୍ଲା। ଏହି ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ବିଜୁଳି ସହ ପବନର ବେଗ 50ରୁ 60 କିଲୋମିଟର ବେଗରେ ପବନ ବହିବା ସହ କୁଆପଥର ପଡ଼ିବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ସେଭଳି ଆଗାମୀ 24 ଘଣ୍ଟା ପାଇଁ ଅନ୍ୟ 24 ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ଏହି ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ ଘଡ଼ଘଡ଼ି ବିଜୁଳି ସହ 30ରୁ 40 କିଲୋମିଟର ବେଗରେ ପବନ ବହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ସେହିପରି ଗତ 24 ଘଣ୍ଟାରେ ବୌଦ୍ଧରେ ସର୍ବାଧିକ ତାପମାତ୍ରା 41.7 ଡିଗ୍ରୀ ଥିବା ବେଳେ କେନ୍ଦ୍ରାପଡ଼ାରେ ସର୍ବନିମ୍ନ 19.8 ଡିଗ୍ରୀ ରେକର୍ଡ ହୋଇଥିଲା।